ଏ ବୋଲି ମୁଁ ଏତିକି ଗୋଟିଏ ଛୋଟିଆ କଥାଟେ କହୁଛି ଆପଣ ଗଣମାଧ୍ୟମ ଜରିଆରେ। ଏ ଯେତିକି ସବୁ କଳାକାର ଅଛନ୍ତି, କଳାକାର ଆଜି ଭାଇରାଲ ହଉଛନ୍ତି ଆପଣ ମାନଙ୍କ ଜରିଆରେ ବା ଆପଣ ମାନଙ୍କ ଦ୍ଵାରା। ଯିଏ କି ଆଗରୁ ଆଜ୍ଞା କଳାକାର ବହୁତ ଥିଲେ। ଆମେ ବି ଛୋଟବେଳେ ବହୁତ ଯାତ୍ରା ଦେଖୁଥିଲୁ, ଅପେରା ଦେଖୁଥିଲୁ। ଯୋଉଟା କି ମୁଁ କହୁଛି ବିଗତ ଦିନରେ ବାଟ ଛାଡ଼ ଷଣ୍ଢ ଆସୁଛି ପାର୍ବତୀ ଗଣନାଟ୍ୟର ଏବଂ ଜେଲ ଟାଇଗର, ଆଉ ଥିଲା ଦୀନବନ୍ଧୁ ମାଠିଆଙ୍କର ଜେଜେ ତମେ ମିଛ କହିଲ। ସେତେବେଳେ ନାଟକ ଦେଖୁଥିଲେ ଲୋକ, କିନ୍ତୁ ଏବେ ଲୋକ କେହି ନାଟକ ଦେଖୁନାହାନ୍ତି। ନାଟକ ଦେଖୁନାହାନ୍ତି କଣ, ଏବେ ଖାଲି ଭାଇରାଲ ହେଲା ଆପଣ ମାନଙ୍କ ଦ୍ଵାରା। ଆପଣ ମାନେ ହେଲେ ଚତୁର୍ଥ ଲୋକ, ତେଣୁ ଆପଣ ମାନେ ଯାହାକୁ ଚାହୁଁଛନ୍ତି ତାକୁ ଭାଇରାଲ କରୁଛନ୍ତି, ଯାହାକୁ ଚାହୁଁଛନ୍ତି ତାକୁ ବସେଇ ଦଉଛନ୍ତି। ଖରାପ ଭାଇବେ ନାହିଁ ଆଜ୍ଞା। ତେଣୁ ମୋ କହିବା କଥା, ଦୟାକରି ସେ ଭାଇରାଲ କାହାକୁ ନ କରି, ଶୁଣନ୍ତୁ, ଯାହାର କଳା ପ୍ରତି ଯାହାର ଅଛି, ମନୋବିଳାସ ଯାହାର ଅଛି, କଳା ପ୍ରତି ଆକୃଷ୍ଟ ଯାହାର ଅଛି, ତାକୁ ଭାଇରାଲ କରନ୍ତୁ। କିନ୍ତୁ ଯାହାର କଳା ପ୍ରତି ଆକୃଷ୍ଟ ନାହିଁ, ସେ ଆସିଲା ସେ